ଆମର 21 ପିଢ଼ି ଉଦ୍ଧାର କରିବେ ଏଇ ମେସେଜଟା ତମେ ନେଇକିରି ଦେବ ପ୍ରତ୍ୟେକ ଏବେଠୁ ପ୍ରତ୍ୟେକ ଯେଉଁ ଉଚ୍ଚକୋଟ ସନ୍ତାନ ନିଶ୍ଚିତ ଭାବରେ ସ୍ଥାପିତ ହେଇକି ଜଗନ୍ନାଥଙ୍କ ଚେତନା ଭାବରେ ନା ଜଗନ୍ନାଥଙ୍କ ଏଇଟା ହିଁ ସମ୍ପର୍କ। ମେସେଜ ଘରେ ଘରେ ପହଞ୍ଚେଇବା ପାଇଁ ହେଲେ ଆମେ ପାଠ ବ୍ୟବସ୍ଥାପନ ନାରୀ ମଣିଷର କର୍ତ୍ତବ୍ୟ ମା ବଳି ଦୈନନ୍ଦିନ ଜୀବନରେ ନାମ ଜପ ଏଇଟା କିଛି ମାନେ ଏଥିରେ କିଛି ପରମିଶନ ନେଇ ଏଥିରେ କେବଳ ହିଁ ଆମର ପାଠଚକ୍ର ମାଧ୍ୟମରେ ଏଇଟା ସମ୍ଭବ। ପାଠଚକ୍ର ଅର୍ଥ କ'ଣ? ମା ଶ୍ରୀ ଅରବିନ୍ଦ ଯେଉଁ ଉଦ୍ଦେଶ୍ୟରେ ଆସିଛି ଯେଉଁ ଦିବ୍ୟ ଯୁଗ ସ୍ଥାପନ ହବ ଦେବଶିଶୁ ଆସିବେ ମଣିଷ ଦୁଃଖ ଯନ୍ତ୍ରଣା ମୃତ୍ୟୁରୁ ମୁକ୍ତି ପାଇବ ଜୀବନର ଲକ୍ଷ୍ୟ ବିଷୟରେ ସଚେତନ ହବ ନାରୀଟିଏ ସଚେତନ ହେଲେ ତା ପରିବାରଟା ଦିବ୍ୟ। এই ସଚେତନ ହେବା ପାଇଁ ନିଜକୁ ଚିହ୍ନିବା ପାଇଁ ନିଜ ଜୀବନର ଲକ୍ଷ୍ୟ ଜାଣିବା ପାଇଁ ଆମର ଜୀବନର ଲକ୍ଷ୍ୟ ତାହେଲେ କ'ଣ? ଭଗବାନଙ୍କୁ ପାଇବା ଭଗବାନଙ୍କୁ ପ୍ରାପ୍ତ କରିବା ଭଗବାନଙ୍କୁ ପ୍ରକାଶ ଆଉ ମତେ ଉଦ୍ଧାର କରିଦେ ମୁଁ ସେଇ ବୈକୁଣ୍ଠରୁ ପଳେଇବି ନା ହେଲା। ବହୁତ ବଡ଼ କାମ ଏଇଟା ସାଧାରଣ କାମ ବହୁତ ବଡ଼ କାମ ବିରାଟ କାମ। ଆନନ୍ଦ ଲାଗିବ ଯେ ମୁଁ ଏଠି ଦେବା ପାଇଁ ଆସିଛି ଭଗବାନଙ୍କ ପାଇଁ ଗୋଟେ ଯୋଦ୍ଧା ହେବାକୁ ଆସିଛି ସେଥିରେ ଆନନ୍ଦ ଅଛି। ପାଇଯିବି କିଛି ଆନନ୍ଦ ଲାଗୁଛି ବେକାର କଳି ତକରାଟ ଆମର ବି ଘରେ ପୂଜା କରୁଛେ ଖାଲି କ'ଣ ବାରଟାରେ ଉଠା ଥାଏ ନୁହେଁ ସେଇ ଭିତରେ ଭଗବାନ ରହିବେ ଆମର ଦୈନନ୍ଦିନ ଜୀବନ ଭିତରକୁ ଆସିବେ ଆମେ ତାଙ୍କୁ ସବୁକିଛି ଆମ ଜୀବନର ଘରର ମୁଖ୍ୟ ହେଉଛନ୍ତି ଭଗବାନ। ପ୍ରତ୍ୟେକଟି ଖବର ପ୍ରତ୍ୟେକଟି ମୁହୂର୍ତ୍ତ ତାଙ୍କୁ ଜଣେଇବା ଏଇ ହେଉଛି ପାଠଚକ୍ର। ୟା ମାଧ୍ୟମରେ ଆମେ ବିଶ୍ୱତ ବତେଇବା ଭଗବାନ ମୁଁ ସକାଳୁ ଚା ପିଇ ନଥିଲି ମୁଁ ପଡ଼ିଯାଇଥିଲି।